କୋବି ନାଡ଼କୁ ଫୋପାଡ଼ି ଦେଉଛନ୍ତି କି? ଯଦି ହଁ, ତାହେଲେ ମୋର ଏହି ରେସିପିଟିକୁ ନିଶ୍ଚିନ୍ତ ଦେଖିନିଅନ୍ତୁ। ଆପଣମାନେ କୋବି ନାଡ଼କୁ ଫୋପାଡ଼ିବାକୁ ପାଇଁ ଭୁଲିଯିବେ। କୋବି ନାଡ଼ର ଏହି ରେସିପିଟିକୁ ଆପଣମାନେ ବାର ବାର ଖାଇବାକୁ ଇଚ୍ଛା କରିବେ। କୋବି ନାଡ଼ର ଏହି ରେସିପିଟି ଆପଣମାନେ ଯାହାକୁ ବି ଖାଇବାକୁ ଦେବେ ସେ ଜମା ବି ଜାଣିପାରିବେନି ଯେ ଏହି କୋବି ନାଡ଼ରେ ରେସିପିଟି ପ୍ରସ୍ତୁତ ହୋଇଛି। ରେସିପିଟି ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ବାଇ ଦ ୱେ, ମୁଁ ଜାନି ଆପଣମାନେ ଦେଖୁଛନ୍ତି ଇଷ୍ଟ ଇଣ୍ଡିଆ ଜାନି କିଚେନକୁ। ତାହେଲେ ଚାଲନ୍ତୁ ଆମେ ଫଟାଫଟ ଏହି ରେସିପିଟିକୁ ପ୍ରସ୍ତୁତ କରିନେବା। କୋବି ନାଡ଼ର ରେସିପି ବନେଇବା ପାଇଁ ମୁଁ ଏଠି ଗୋଟେ ଫ୍ରେଶ ଫୁଲକୋବିକୁ ନେଇଛି। କ'ଣ ଆପଣମାନେ ଭାବୁଛନ୍ତି କି ଇଏ ତ କୋବି ନାଡ଼ରେ ରେସିପି ବନେଇବାକୁ କହିଛି, କିନ୍ତୁ ଇଏ କ'ଣ କୋବିକୁ ଆଣିଲାଣି? ତାହେଲେ ଜମା ବି ଡରନ୍ତୁ ନାହିଁ, ମୁଁ ଏଠି କୋବି ନାଡ଼ରେ ହିଁ ଏହି ରେସିପିଟି ପ୍ରସ୍ତୁତ କରିବି। ଏବେ ଆମେ କୋବିରୁ ଏହି ନାଡ଼ଟିକୁ ବାହାର କରିନେବା। କୋବିର ଚାରିପାଖ କେମିତି କାଟିକି ତାର ନାଡ଼କୁ ବାହାର କରିନେବା। ଦେଖନ୍ତୁ ମୁଁ ଏଠି କୋବି ନାଡ଼କୁ ଭଲ ଭାବରେ ବାହାର କରି ନେଇଛି। ଏବେ ଚାଲନ୍ତୁ କୋବି ନାଡ଼ରୁ ଆମେ ଏହି ଡେମ୍ଫ ଗୁଡ଼ିକ ବାହାର କରିନେବା। ଦେଖନ୍ତୁ ମୁଁ ଡେମ୍ଫକୁ ଅଲଗା କରି ନେଇଛି। ଏବେ ଚାଲନ୍ତୁ ଆମେ କୋବିର ନାଡ଼କୁ ଭଲ ଭାବରେ ପରିଷ୍କାର ଭାବରେ ଧୋଇ ନେବା। କୋବି ନାଡ଼ରେ ବହୁତ ଧୂଳି ବାଲି ଏସବୁ ଲାଗିଥାଏ, ସେଥିପାଇଁ ଆମେ କୋବି ନାଡ଼କୁ ପୁରା ପରିଷ୍କାର ଭାବରେ 4 ରୁ 5 ଥର ଧୋଇ ନେବା। ଯଦି ଆଜିର ରେସିପିଟି ଆପଣମାନଙ୍କୁ ଭଲ ଲାଗିବ ପ୍ଲିଜ୍ ମୋ ଚ୍ୟାନେଲକୁ ଲାଇକ୍ କରିନେବେ। ଆଉ ଏ ପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନେବେ, ଯାହାଦ୍ୱାରା ମୋର ନୂଆ ନୂଆ ରେସିପି ଗୁଡ଼ିକ ଆପଣମାନେ ପ୍ରଥମେ ଦେଖିପାରିବେ। ଦେଖନ୍ତୁ ମୁଁ ଏଠି କୋବିର ନାଡ଼କୁ ପୁରା ପରିଷ୍କାର ଭାବେ 4 ରୁ 5 ଥର ଧୋଇ ନେଇଛି। ଏବେ ଚାଲନ୍ତୁ ଆମେ କୋବିର ନାଡ଼କୁ ପୁରା ଚୁନ୍ ଚୁନ୍ ଛୋଟ ଛୋଟ କରି କାଟି ନେବା। କୋବିର ନାଡ଼କୁ ଆପଣମାନେ ଯେତେ ଛୋଟ ଛୋଟ କରି କାଟିବେ ସେ ସେତେ ଶୀଘ୍ର ପ୍ରସ୍ତୁତ ହୋଇଯିବ। ଦେଖନ୍ତୁ ମୁଁ ଏଠି କୋବିର ନାଡ଼କୁ ପୁରା କାଟି ନେଇଛି। ଆଉ ଏହି ରେସିପିଟି ପ୍ରସ୍ତୁତ କରିବା ପାଇଁ ମୁଁ କିଛି ପରିବାକୁ ମଧ୍ୟ ନେଇଛି। ମୁଁ ଏଠି ପରିବାରେ 2ଟା ଆଳୁକୁ ପୁରା ଛୋଟ ଛୋଟ କରି କାଟି ନେଇଛି। ଗୋଟେ ବାଇଗଣକୁ ପୁରା ଛୋଟ ଛୋଟ କରି କାଟି ନେଇଛି। ଖଣ୍ଡେ କଖାରୁକୁ ମଧ୍ୟ ଛୋଟ ଛୋଟ କରି କାଟି ନେଇଛି। ଏବେ ଚାଲନ୍ତୁ ଆମେ ଫୁଲକୋବିର ଏହି ନାଡ଼ର ରେସିପିଟିକୁ ପ୍ରସ୍ତୁତ କରିବା। ସେଥିପାଇଁ ଚାଲନ୍ତୁ ଆମେ ମସଲା ପ୍ରସ୍ତୁତ କରି ନେବା। ସେଥିପାଇଁ ମୁଁ ଏଠି ଗୋଟେ ଗ୍ରାଇଣ୍ଡର ଜାରକୁ ନେଇଛି। ଏବେ ସେଥିରେ ଆମେ 7 ରୁ 8 କୁଳା ରସୁଣ, ଖଣ୍ଡେ ଅଦା ଆଉ ଗୋଟେ କଞ୍ଚା ଲଙ୍କାକୁ ଦେଇଦବା। ଗୋଟେ ପିଆଜକୁ ମୁଁ ଏଠି ଛୋଟ ଛୋଟ କରି କାଟି ନେଇଛି, ତାକୁ ଦେଇଦବା। ଗୋଟେ ଚାମଚ ଗୋଟା ଜିରା, ଗୋଟେ ଚାମଚ ସୋରିଷ। ଏବେ ଚାଲନ୍ତୁ ଆମେ ଏସବୁକୁ ପେଷ୍ଟ କରି ନେବା। ଦେଖନ୍ତୁ ଆମର ଏଠି ମସଲା ପ୍ରସ୍ତୁତ ହୋଇଯାଇଛି। ଏବେ ଚାଲନ୍ତୁ ଆମେ ରୋଷେଇ ଆରମ୍ଭ କରି ନେବା। ସେଥିପାଇଁ ମୁଁ ଏଠି ଗୋଟେ ନନଷ୍ଟିକ୍ କଡ଼େଇକୁ ଗରମ କରି ନେଇଛି। ଏବେ ଆମେ ସେଥିରେ 2 ବଡ଼ ଚାମଚ ସୋରିଷ ତେଲକୁ ଦେଇଦବା। ଆଉ ତେଲ ଗରମ ହେବା ପାଇଁ କିଛି ସମୟ ଛାଡ଼ି ନେବା। ଦେଖନ୍ତୁ ଆମର ଏଠି ତେଲ ଗରମ ହୋଇଗଲାଣି। ଏବେ ଆମେ ସେଥିରେ 1 ଚାମଚ ଗୋଟା ଜିରାକୁ ଫୁଟାଇ ନେବା। ଜିରା ଆମର ଟିକେ ଫୁଟିଗଲା ପରେ ଆମେ କାଟି ରଖିଥିବା ଆଳୁକୁ ଦେଇଦବା ଆଉ ଭଲ ଭାବରେ ଟିକେ ଭାଜି ନେବା। ଏବେ କାଟି ରଖିଥିବା କୋବି ନାଡ଼କୁ ଦେଇଦବା ଆଉ ଭଲ ଭାବରେ ଆମେ କୋବି ନାଡ଼କୁ ଟିକେ ଭାଜି ନେବା। ଏମିତି କୋବି ନାଡ଼କୁ ବାର ବାର ଭାଜି ଚାଲିବେ କିଛି ସମୟ। ଏବେ ଆମେ ଘୋଡ଼ଣୀ ଦେଇ କୋବି ନାଡ଼କୁ 5 ମିନିଟ୍ ଛାଡ଼ି ନେବା। ଏବେ ଚାଲନ୍ତୁ ଆମେ 5 ମିନିଟ୍ ପରେ ଦେଖି ନେବା ଆମର ଟିକେ ଭାଜି ହୋଇଯାଇଛି କି ନାହିଁ। ଦେଖନ୍ତୁ ଏଠି ଆମର କୋବି ନାଡ଼ର କଲର୍ ଚେଞ୍ଜ ହୋଇଯାଇଛି ଆଉ ଭାଜି ହୋଇଯାଇଛି। ଏବେ ଆମେ ସେଥିରେ ଯେଉଁ ବାଟି ରଖିଥିଲେ ସୋରିଷ ମସଲାକୁ ଦେଇଦବା। ମୁଁ ଏଠି 4 ଚାମଚ ସୋରିଷ ମସଲାକୁ ଦେଉଛି। ଆପଣମାନଙ୍କର କ୍ୱାଣ୍ଟିଟି ହିସାବରେ ଆପଣମାନେ କମ୍ ବେଶୀ କରିପାରିବେ। ଏବେ ଏହାକୁ କୋବି ନାଡ଼ ସହ ଭଲ ଭାବରେ ମିଶାଇ ନେବା। ଏବେ ଆମେ ସେଥିରେ ସ୍ୱାଦ ଅନୁସାରେ ଲୁଣକୁ ଦେଇଦବା। ଦେଇ ଭଲ ଭାବରେ ମିଶାଇ ନେବା, ଯାହାଦ୍ୱାରା ଆମର କୋବି ନାଡ଼ଟି ସିଝିବ ଭଲ ଭାବରେ।
एबे आमे सेथिरे काटी रखिथिबा कखारु बाइगण को देई दबा आ भल भाबरे मिसाई नबा। एबे आमे सेथिरे मु गोटे टमाटो को एमिति छोट छोट लंबा लंबा करी काटी नेइथिली ताकू देई दबा। एबे सेथिरे गोटे चमच लंका गुंड को देई दबा, आधा चमच हळदी गुंड को देई दबा, आधा चमच धनिया गुंड को देई दबा। देई भल भाबरे मिसाई नबा। मने रखंतु एठी जीरा गुंड को देबे नाही कारण आमे जीरा को बाटी रखिथिले। एबे भल भाबरे आमे एही मसला को कसी नबा जहा द्वारा हमर मसलार गंध सब मरी जिवो। आ घोड़नी दे किछि समय छाड़ी नबा कसी हबा पाई। चलंतु देखि नबा हमर एठी मसला कसी होई गलानी कि नाही। देखंतु हमर एठी मसला प्राय कसी होई आसिलानी। एबे चलंतु आमे घोड़नी दे आउ किछि समय छाड़ी नबा। एबे चलंतु घोड़नी काढ़ी आमे देखि नबा हमर मसला प्राय कसी होई आसिलानी कि नाही। देखंतु हमर एठी मसला कसी होई गलानी। एबे आमे चलंतु सेथिरे पानी को ऐड करि नबा। फूलकोबी नाड़ सिजिबा पई टिके टाइम लागि थाए सेथि पई मोटे गोटे ग्लास पानी को व्यवहार करूछि। एबे आमे फूलकोबी रो राई सह भल भाबरे पानी को मिसाई नबा आ घोड़नी दे 15 मिनिट छाड़ी नबा जहा द्वारा हमर एही फूलकोबी रो नाड़टी भल भाबरे सिजि जिवो। देखंतु हमर एठी 15 मिनिट होई गलानी। एबे चलंतु आमे देखि नबा हमर एही फूलकोबी नाड़ बा परिबा सब सिजि जाइछि कि नाही। देखंतु हमर एठी फूलकोबी रा नाड़ सिजि नाही आउ किछि समय टाइम लागिबो। सेथि पई आमे भल भाबरे ए सिजिबा पई घोड़नी दे आ 5 मिनिट छाड़ी नबा। देखंतु हमर एठी फूलकोबी नाड़ परिबा सब भल भाबरे सिजि जाइछि आउ हमर एही रेसिपीटी प्रस्तुत होई आसिलानी। एबे चलंतु आमे सेथिरे आगुरु मु काटी रखिथिली किछि धनिया पत्र को ताकू देई दबा आ भल भाबरे मिसाई नबा। देखंतु हमर फूलकोबी रा नाडर एही रेसिपीटी प्रस्तुत होई जाइछि। निश्चित आपण माने एहा को थरे आपनक फैमिली सह बनै के खांतु आ किपरि लागिला अवश्य मते कमेंट बॉक्स रे जणाइबे। जदि आजिर रेसिपीटी आपण मानको भल लागिबो प्लीज लाइक करिवे, आपनक फैमिली एंड फ्रेंड को शेयर करिवे। आउ ए पर्यंत जदि मो चैनल को सब्सक्राइब करि नांती बा सब्सक्राइब करिबा को भूली जाइछंती प्लीज मो चैनल को सब्सक्राइब करि नेबे। पाखरे थिबा बेल आइकन को क्लिक करि नेबे जहा द्वारा मोर नुआ नुआ रेसिपी गुडी को आपण माने प्रथमे देखि पारिबे। ताहले आजि पई सेतिकी बंधु माने पुणी देखाबा नुआ एक रेसिपी रे। सेते पर्यंत आपण माने भलरे थांतु। आसुची टाटा, जय जगन्नाथ।